ଆପଣଙ୍କର ଭାବନା ବଦଳିଲେ ଆପଣଙ୍କର ଜୀବନ ମଧ୍ୟ ବଦଳିଯିବ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା କର୍କଟ ରାଶି ଜାତକ ଜାତିକାମାନଙ୍କର ଏହି ଏପ୍ରିଲ ମାସ 2026 କିପରି କଟିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ନଜର ପକାଇବା ଗ୍ରହ ଗୋଚର ଉପରେ। ଆପଣଙ୍କର ରାଶିରୁ ଦ୍ୱାଦଶ ଭାବରେ ବୃହସ୍ପତି ଅବସ୍ଥାନ କରିଛନ୍ତି, ଦ୍ୱିତୀୟରେ ଅଛନ୍ତି କେତୁ, ଅଷ୍ଟମରେ ଅଛନ୍ତି ରାହୁ ଏବଂ ବୁଧ ଏପ୍ରିଲ 11 ପରେ ରହିବେ ନବମରେ, ଶନି, ରବି ଏବଂ ମଙ୍ଗଳ ଅଛନ୍ତି ନବମ ସ୍ଥାନରେ, ଦଶମରେ ଅଛନ୍ତି ଶୁକ୍ର। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର କର୍କଟ ରାଶି ଓ କର୍କଟ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଦେଖିବା ଏହି ଏପ୍ରିଲ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ। ରୋଗ ଭାବର ଅଧିପତି ହେଲେ ବୃହସ୍ପତି, ଦ୍ୱାଦଶରେ ଅଛନ୍ତି। ଆରୋଗ୍ୟ କାରକ ଗ୍ରହ ରବି ଅଛନ୍ତି ନବମରେ ଏବଂ ଅଷ୍ଟମରେ ଅଛନ୍ତି ରାହୁ ଏବଂ ବୁଧ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ, ଅଧିପତି ହେଲେ ଚନ୍ଦ୍ର। ଚନ୍ଦ୍ର ହେଉଛନ୍ତି ଫାଷ୍ଟ ମୁଭିଂ ପ୍ଲାନେଟ୍, ତେଣୁକରି ସ୍ୱାସ୍ଥ୍ୟରେ ଅପଡାଉନ୍ ଦେଖା ଦେଇପାରେ। ତେଣୁ ଏହି ମାସରେ କେବେ କେବେ ମାନସିକ ଚାପ, ନିଦ ଠିକ୍ ନ ହେବା, ମନ ଅସ୍ଥିର ହେବା, ମୁଣ୍ଡ ବିନ୍ଧା, ଥକାପଣ ରହିପାରେ। ଚନ୍ଦ୍ର ହେଉଛନ୍ତି ଜଳତତ୍ତ୍ୱର ଗ୍ରହ, ତେଣୁକରି ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ବୃହସ୍ପତି ହେଉଛନ୍ତି ରୋଗ ଭାବର ଅଧିପତି, ଦ୍ୱାଦଶରେ ଅଛନ୍ତି। ଯେଉଁମାନଙ୍କର ପୁରୁଣା ରୋଗ ଅଛି ସେମାନଙ୍କର କିଛି ସମସ୍ୟା ରହିପାରେ। ହସ୍ପିଟାଲ କିମ୍ବା ମେଡ଼ିକାଲରେ ଖର୍ଚ୍ଚ ବଢ଼ିପାରେ। ଷ୍ଟମାକ୍ ଇସ୍ୟୁ ରହିବ, ଡାଇଜେସନ୍ ପ୍ରୋବ୍ଲେମ୍ ରହିବ, ଏସିଡ଼ିଟି, ଗ୍ୟାସ୍ ଏସବୁ ରହିପାରେ। ଫ୍ୟାଟ୍ ମଧ୍ୟ ବଢ଼ିପାରେ। ତାପରେ ଦ୍ୱାଦଶ ଭାବର ଅଧିପତି ବୁଧ ଅଷ୍ଟମରେ ଥିବାରୁ ରାହୁଯୁକ୍ତ ହୋଇ ସ୍କିନ୍ ଇନଫେକ୍ସନ୍ ରହିବ। କାହିଁକିନା ବୁଧ ହେଉଛି ସ୍କିନ୍ର କାରକ ଗ୍ରହ, ରାହୁ ହେଉଛି ଇନଫେକ୍ସନ୍ର କାରକ ଗ୍ରହ। ତେଣୁକରି ଅଷ୍ଟମ ଭାବ ହେଉଛି ଗୁପ୍ତ ସ୍ଥାନର ଭାବ। ତେଣୁକରି ବଡ଼ିର ଇଣ୍ଟରନାଲ୍ ପାର୍ଟରେ କିଛି ଇନଫେକ୍ସନ୍, ଆଲର୍ଜି ଏସବୁ ଦେଖା ଦେଇପାରେ। ଯଦି ଡକ୍ଟର କନସଲ୍ଟ ନ କରି କିଛି ହାଇ ଡୋଜ୍ ମେଡ଼ିସିନ୍ ଖାଉଛନ୍ତି ତାହେଲେ ସେଇଟା ରିଆକ୍ସନ୍ କରିପାରେ। ଯଦି ବଡ଼ିରେ କିଛି କସ୍ମେଟିକ୍ ୟୁଜ୍ କରୁଛନ୍ତି, ଫେସ୍ରେ କସ୍ମେଟିକ୍ ୟୁଜ୍ କରୁଛନ୍ତି, ବଡ଼ି ଲୋସନ୍ ୟୁଜ୍ କରୁଛନ୍ତି, ତେବେ ସ୍କିନ୍ରେ କିଛି ସାଇଡ଼୍ ଇଫେକ୍ଟ ମଧ୍ୟ ବାହାରିପାରେ। କୌଣସି ବ୍ରାଣ୍ଡକୁ ହଠାତ୍ ଚେଞ୍ଜ କରନ୍ତୁ ନାହିଁ। ଯେଉଁ ବ୍ରାଣ୍ଡ ଆପଣ ୟୁଜ୍ କରୁଛନ୍ତି ସେଇଟାକୁ କଣ୍ଟିନ୍ୟୁ କରନ୍ତୁ। ଯଦି ବି ଚେଞ୍ଜ କରୁଛନ୍ତି ତେବେ ଭଲ ଭାବେ ପରୀକ୍ଷା ନିରୀକ୍ଷା କରି ଚେଞ୍ଜ କରନ୍ତୁ। ହଠାତ୍ ଯଦି ସେମିତି ୟୁଜ୍ କରୁଛନ୍ତି ତେବେ ସ୍କିନ୍ ଇନଫେକ୍ସନ୍ ହୋଇପାରେ। ସେହିପରି ରବି ହେଉଛନ୍ତି ଆରୋଗ୍ୟର କାରକ ଗ୍ରହ। ଏପ୍ରିଲ 14 ପରେ ରବି ଉଚ୍ଚସ୍ଥ ରହିବେ ମେଷ ରାଶିରେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ, ଆପଣ କନଫିଡେନ୍ସ ରହିବେ, ହେଲ୍ଥ କୁଇକ୍ ରିକଭରି ହେବ। ଯେଉଁମାନେ ଆଖି ଅପରେସନ୍ କରିବା ପାଇଁ ଚିନ୍ତା କରିଛନ୍ତି ତେବେ ଏପ୍ରିଲ 14 ପରେ ସେମାନେ କରିପାରିବେ। ଓଭରଅଲ୍ ଯଦି କହିବି, ଏହି ଏପ୍ରିଲ ମାସରେ କର୍କଟ ରାଶି ପାଇଁ ସ୍ୱାସ୍ଥ୍ୟର ସ୍ଥିତି ମଧ୍ୟମରୁ ଭଲ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ, ପଞ୍ଚମାଧିପତି ମଙ୍ଗଳ ଅଛନ୍ତି ନବମରେ। ତେଣୁ ଏହି ମାସରେ ଶିକ୍ଷା ଏବଂ ଜ୍ଞାନ ପ୍ରତି ଆଗ୍ରହ ବଢ଼ିବ। ଉଚ୍ଚଶିକ୍ଷା, କମ୍ପିଟେଟିଭ୍ ଏକ୍ଜାମ୍, ରିସର୍ଚ୍ଚ କିମ୍ବା ସ୍ପିରିଚୁଆଲ୍ ନଲେଜ୍ ପ୍ରତି ରୁଚି ବଢ଼ିବ। ନବମରେ ମଧ୍ୟ ଶନି ଅଛନ୍ତି। ସଫଳତା ତ ମିଳିବ କିନ୍ତୁ ଡିଲେ ହେବ। ପାଠପଢ଼ାରେ ଅଧିକ ଡିସିପ୍ଲିନ୍ ଦରକାର। ଲେଜିନେସ୍ ଯୋଗୁଁ ଏକ୍ଜାମ୍ ରେଜଲ୍ଟରେ ପରସେଣ୍ଟେଜ୍ କମିପାରେ। ପଞ୍ଚମାଧିପତି ମଙ୍ଗଳ ସହିତ ରବି ମଧ୍ୟ ନବମରେ ଅଛନ୍ତି। ବିଦ୍ୟାର୍ଥୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରେଜେଣ୍ଟେସନ୍, ଡିବେଟ୍, ଇଣ୍ଟରଭ୍ୟୁରେ ଭଲ କରିପାରିବେ। କମ୍ପିଟେଟିଭ୍ ଫିଲ୍ଡରେ ଆଡ଼ଭାଣ୍ଟେଜେସ୍ ମିଳିପାରେ। ଶନି ଏବଂ ମଙ୍ଗଳ ଯେହେତୁ ଏକାଠି ରହୁଛନ୍ତି, କେବେ କେବେ ମନ ଅସ୍ଥିର, ଫ୍ରଷ୍ଟ୍ରେସନ୍, ଷ୍ଟଡି ପ୍ରେସର ପଡ଼ିବ। କନସେଣ୍ଟ୍ରେସନ୍ ଲ୍ୟାକ୍ ଭଳି ଅନୁଭବ ହେବ। ଅଧିକ ସମୟ ବସି ପଢ଼ିଲେ କ୍ଳାନ୍ତି ଲାଗିପାରେ। ନବମ ଭାବ ମଧ୍ୟ ଉଚ୍ଚଶିକ୍ଷାର ଭାବ। ନବମାଧିପତି ବୃହସ୍ପତି ମାର୍ଗୀ ଅଛନ୍ତି ଦ୍ୱାଦଶରେ ଏବଂ ନବମରେ ମଙ୍ଗଳ, ରବି, ଶନି। ମଙ୍ଗଳ ଯେହେତୁ ପଞ୍ଚମାଧିପତି ନବମରେ ରହୁଛନ୍ତି, ମଙ୍ଗଳ ଟେକ୍ନିକାଲର କାରକ ଗ୍ରହ, ଇଞ୍ଜିନିୟରିଂର କାରକ ଗ୍ରହ। ତେଣୁ ଯେଉଁ ବିଦ୍ୟାର୍ଥୀମାନେ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, IT, ମେକାନିକାଲ, ଇଲେକ୍ଟ୍ରିକାଲ, ମ୍ୟାଥମେଟିକ୍ସ ଏଇଭଳି ସବଜେକ୍ଟ ରଖି ପାଠ ପଢ଼ୁଛନ୍ତି ସେମାନେ ଭଲ କରିବେ।
ରବି ହେଉଛନ୍ତି ଅଥରିଟିର କାରକ ଗ୍ରହ, ଗଭର୍ଣ୍ଣମେଣ୍ଟର କାରକ ଗ୍ରହ। ପଲିଟିକାଲ ସାଇନ୍ସ, ପବ୍ଲିକ୍ ଆଡମିନିଷ୍ଟ୍ରେସନ୍, ସିଭିଲ୍ ସର୍ଭିସେସ୍ ପ୍ରିପାରେସନ୍, ଲ ପଢ଼ୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ସମୟ ରହିଛି। ଶନି ନବମରେ ଅଛନ୍ତି। ଶନି ହେଉଛନ୍ତି ଡିସିପ୍ଲିନର କାରକ ଗ୍ରହ, ପେସେନ୍ସର କାରକ ଗ୍ରହ, ଡିପ୍ ଷ୍ଟଡ଼ିର କାରକ ଗ୍ରହ। ତେଣୁକରି ଯେଉଁ ବିଦ୍ୟାର୍ଥୀମାନେ ହିଷ୍ଟ୍ରି, ଫିଲୋସଫି, ସୋସିଓଲୋଜି ଏସବୁ ଅନର୍ସ ରଖି ପଢ଼ୁଛନ୍ତି, PhD କରୁଛନ୍ତି କିମ୍ବା ରିସର୍ଚ୍ଚ ବେସ୍ଡ ଷ୍ଟଡି ଉପରେ ହାୟର ଷ୍ଟଡି କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ସଫଳତା ପାଇବେ। ନବମାଧିପତି ଦ୍ୱାଦଶରେ ବୃହସ୍ପତି। ବିଦ୍ୟାର୍ଥୀମାନଙ୍କର ଲିଟରେଚର ସବଜେକ୍ଟ, ଆଷ୍ଟ୍ରୋଲୋଜି, ସ୍ପିରିଚୁଆଲ ଷ୍ଟଡି, ସାଇକୋଲୋଜି ଏହିସବୁ ସବଜେକ୍ଟ ପ୍ରତି ମଧ୍ୟ ଇଣ୍ଟରେଷ୍ଟ ବଢ଼ିବ। ଓଭରଅଲ୍ କହିବାକୁ ଗଲେ ଏହି ଏପ୍ରିଲ ମାସରେ କର୍କଟ ରାଶିର ବିଦ୍ୟାର୍ଥୀମାନେ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ରିସର୍ଚ୍ଚ, ଗଭର୍ଣ୍ଣମେଣ୍ଟ ଏକ୍ଜାମ ପ୍ରିପାରେସନରେ ଅଧିକ ସଫଳତା ପାଇପାରନ୍ତି। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ଅଧିପତି ହେଲେ ରବି। ରବି ଅଛନ୍ତି ନବମରେ ଶନି ମଙ୍ଗଳଙ୍କ ସହିତ। ଧନ ଆସିବାର ଯୋଗ ରହିଛି, କିନ୍ତୁ ପରିଶ୍ରମ ଦ୍ୱାରା। ଭାଗ୍ୟ ଏବଂ କର୍ମ ଧନ ରୋଜଗାରରେ ସାହାଯ୍ୟ କରିବ। ଶନି ଯେହେତୁ ରବି ସହିତ ଅଛନ୍ତି, ଟିକେ ସ୍ଲୋ ଇୟର୍ନିଂ ରହିବ। ମଙ୍ଗଳ କେତେକ କ୍ଷେତ୍ରରେ ସଡନ୍ ଏକ୍ସପେନ୍ସେସ୍ ଦେଇପାରେ। ଟଙ୍କା ଆସିବ, ଖର୍ଚ୍ଚ ବି ହେବ। ଏପ୍ରିଲ 14 ପରେ ଧନପତି ରବି ଦଶମରେ ମେଷ ରାଶିରେ ଉଚ୍ଚସ୍ଥ ରହିବେ। ଏହା କର୍କଟ ରାଶି ପାଇଁ ବହୁତ ଭଲ ସଂକେତ। ଇନକମ୍ ବଢ଼ିବାର ଯୋଗ ରହିଛି। ଜବ୍ରୁ କିମ୍ବା ବିଜନେସ୍ରୁ ଫାଇନାନ୍ସିଆଲ ଗ୍ରୋଥ୍ ଦେଖାଉଛି। କିଛି ବକେୟା ଅର୍ଥରାଶି ପ୍ରାପ୍ତି ହେବ। ଯଦି କେହି ଧାର ସୂତ୍ରରେ ଟଙ୍କା ନେଇଥିଲେ, ଆପଣ ଫେରସ୍ତ ପାଇବେ। ନ୍ୟୁ ଇନକମ୍ ସୋର୍ସର ବାଟ ଫିଟିବ। ସେହିପରି ଆପଣଙ୍କର ରାଶିକୁ ଏକାଦଶ ଭାବ ଲାଭର ଭାବ, ଅଧିପତି ହେଉଛନ୍ତି ଶୁକ୍ର, ଅଛନ୍ତି ଦଶମରେ। ଏପ୍ରିଲ 14 ପରେ ରବି ଶୁକ୍ର ଏକାଠି ରହିବେ। ପ୍ରଫିଟ୍ର ସମ୍ଭାବନା ରହିଛି। ସୋସିଆଲ କଣ୍ଟାକ୍ଟରୁ ଧନ ଲାଭ ହୋଇପାରେ। ଫ୍ରେଣ୍ଡ ସର୍କଲ ନେଟୱାର୍କିଂରୁ ଇନକମ୍ ହେବ। ବିଜନେସ୍ କିମ୍ବା ଅନଲାଇନ୍ ଇନକମ୍ ବଢ଼ିପାରେ। ଦ୍ୱିତୀୟ ଭାବ ହେଉଛି ଫ୍ୟାମିଲି ଇନକମ୍ର ଭାବ। ଦ୍ୱିତୀୟ ପତି ରବି ଏପ୍ରିଲ 14 ଠାରୁ ଯେତେବେଳେ ଉଚ୍ଚସ୍ଥ ରହୁଛନ୍ତି, ପୁଣି ଲାଭପତି ସହିତ ଯୁକ୍ତ ହୋଇ ରହୁଛନ୍ତି, ତେବେ ପରିବାରରେ ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାର ମଧ୍ୟରେ କେହି ରୋଜଗାରକ୍ଷମ ହୋଇପାରନ୍ତି। ସେଭିଙ୍ଗସ୍ ଆପଣଙ୍କର ବଢ଼ିବ। ଏପ୍ରିଲ 14 ପୂର୍ବରୁ ଟ୍ରାଭେଲ୍ କିମ୍ବା ରିଲିଜିୟସ୍ ୱାର୍କରେ କିଛି ଖର୍ଚ୍ଚ ମଧ୍ୟ ହୋଇପାରେ। ଓଭରଅଲ୍ ଫାଇନାନ୍ସର ସ୍ଥିତି ଯଦି କହିବି, ଏହି ମାସରେ ମାସ ଆରମ୍ଭରୁ ନର୍ମାଲ ଇନକମ୍ ରହିବ, ତା ସହିତ ଖର୍ଚ୍ଚ ବି ରହିବ। ଏପ୍ରିଲ 14 ପରେ ଷ୍ଟ୍ରଙ୍ଗ ଫାଇନାନ୍ସିଆଲ ଇମ୍ପ୍ରୁଭମେଣ୍ଟ ଦେଖାଉଛି। ନ୍ୟୁ ଅର୍ନିଂ ଅପରଚ୍ୟୁନିଟି ସହିତ ନେଟୱାର୍କିଂରୁ ବେନିଫିଟ୍ ମିଳିବାର ସୁଯୋଗ ରହିଛି। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ ରିଲେସନ୍ ଭାବ, ଆକର୍ଷଣର ଭାବ, ରୋମାନ୍ସର ଭାବ। ପଞ୍ଚମାଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଅଛନ୍ତି ନବମ ଭାବରେ। ମଙ୍ଗଳ ହେଉଛନ୍ତି କ'ଣ? ଏନର୍ଜେଟିକ୍ ପ୍ଲାନେଟ୍। ତେଣୁ ଲଭ୍ ଆଟ୍ରାକ୍ସନ୍, ଉତ୍ସାହ ବଢ଼ିପାରେ। କେହି ଲୋକଙ୍କର ନ୍ୟୁ ଲଭ୍ ଷ୍ଟାର୍ଟ ଏହି ସମୟରେ ହୋଇପାରେ। ନବମ ଭାବ ମଧ୍ୟ ଭାଗ୍ୟ ତଥା ଦୂର ସମ୍ପର୍କର ଭାବ ଥିବାରୁ ଡିଷ୍ଟାନ୍ସ ଫ୍ରେଣ୍ଡ କିମ୍ବା ଅନଲାଇନ୍ ଫ୍ରେଣ୍ଡସିପ୍ ଠାରୁ ଆଟ୍ରାକ୍ସନ୍ ହୋଇପାରେ। କେବେ କେବେ ଏହି ମଙ୍ଗଳଙ୍କ ଦ୍ୱାରା ଛୋଟ ମୋଟ ଆର୍ଗୁମେଣ୍ଟ ମଧ୍ୟ ହୋଇପାରେ ଉଭୟ ଲଭ୍ ପାର୍ଟନରଙ୍କ ମଧ୍ୟରେ। ଯେଉଁମାନେ ଟିନ୍ ଏଜ୍ରେ ଅଛନ୍ତି, ଏହି ସମୟରେ କିଛି ବିଶେଷ ପ୍ରଭାବ ସେମାନଙ୍କ ଉପରେ ପଡ଼ିବ। ଆଟ୍ରାକ୍ସନ୍ ତ ବଢ଼ିବ, ଅପୋଜିଟ୍ ସେକ୍ସ ପ୍ରତି ଆଟ୍ରାକ୍ସନ୍ ବଢ଼ିବ। ଫ୍ରେଣ୍ଡ ସର୍କଲ ମଧ୍ୟରୁ କାହା ପ୍ରତି ଅଧିକ ୱିକନେସ୍ ରହିପାରେ। ଫ୍ରେଣ୍ଡ ଉପରେ କ୍ରସ୍ ହୋଇପାରେ। ଯଦି ଏହି ସମୟରେ ଅଧିକ ଇମୋସନାଲ୍ ହୋଇକି ଭାବନାରେ ପଡ଼ିଲେ, ତେବେ ଷ୍ଟଡ଼ିରୁ ଧ୍ୟାନ ହଟିପାରେ। ତେଣୁ ବାଲାନ୍ସ ରଖିବା ଦରକାର। ଟିନ୍ଏଜର୍ ମାନଙ୍କୁ ଗୋଟେ ଆଡ଼ଭାଇସ୍ ରହିବ ଯେ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ, ଫ୍ୟୁଚର ଉପରେ ଧ୍ୟାନ ଦିଅନ୍ତୁ। ଇମ୍ପଲସିଭ୍ ମେସେଜ୍ ବା ଆର୍ଗୁମେଣ୍ଟ କରିବାରୁ ବଞ୍ଚନ୍ତୁ। ଯଦି ବି ଲଭ୍ କରୁଛନ୍ତି, ଫ୍ରେଣ୍ଡସିପ୍ ଏବଂ ରେସ୍ପେକ୍ଟରେ ରିଲେସନସିପ୍କୁ ରଖିଲେ ଭଲ ହେବ ଆପଣଙ୍କ ପାଇଁ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବିବାହ ଓ ଦାମ୍ପତ୍ୟ ଜୀବନର ଭାବ। ସପ୍ତମାଧିପତି ଶନି ଅଛନ୍ତି ନବମରେ, ମଙ୍ଗଳ ଏବଂ ରବି ଯୁକ୍ତ ହୋଇକି। ନବମ ଭାବ ଭାଗ୍ୟ, ଧର୍ମ ଏବଂ ଦୂରଯାତ୍ରାର ଭାବ। ଏହି ଗ୍ରହ ଯୋଗ କହୁଛି ବୈବାହିକ ଜୀବନରେ ଭାଗ୍ୟର ସହଯୋଗ ରହିପାରେ। କିନ୍ତୁ ଶନି ହେଉଛି ସ୍ଲୋ ମୁଭିଂ ପ୍ଲାନେଟ୍, ବୈରାଗ୍ୟର କାରକ ଗ୍ରହ। ତେଣୁ ସମ୍ପର୍କରେ କେବେ କେବେ ଦୂରତା ବା ଗମ୍ଭୀରତା ବଢ଼ିପାରେ।
ଶନି ସପ୍ତମପତି, ମଙ୍ଗଳ ହେଲେ ପଞ୍ଚମପତି। ଯେହେତୁ ରବିଙ୍କ ସହିତ ଏକାଠି ରହୁଛନ୍ତି, ଲଭ୍ ମ୍ୟାରେଜ୍ ବା ରିଲେସନସିପ୍କୁ ମ୍ୟାରେଜରେ କନଭର୍ଟ ହେବାର ଯୋଗ ଦେଖାଉଛି। ଏଠି ଗୋଟେ କଥା ହେଉଛି ଶନି ଏବଂ ମଙ୍ଗଳ ପରସ୍ପର ଶତ୍ରୁ, ତେଣୁ ଉଭୟଙ୍କ ମଧ୍ୟରେ ଛୋଟ ମୋଟ ତର୍କ ବିତର୍କ ରହିବ, ଇଗୋ କ୍ଲାସ୍ ହେବାର ସମ୍ଭାବନା ରହିବ, ଓପିନିଅନ୍ ଡିଫରେନ୍ସ ହେବାର ସମ୍ଭାବନା ଦୁଇ ଜଣଙ୍କ ମଧ୍ୟରେ ଅଧିକ ରହିବ। ଯେଉଁମାନେ ବିବାହ ପାଇଁ ଅପେକ୍ଷା କରିଛନ୍ତି, ଏହି ଏପ୍ରିଲ ମାସରେ ବିବାହର କଥା ଆଗକୁ ବଢ଼ିପାରେ। ପରିବାରରେ ବୟସ୍କ ବ୍ୟକ୍ତିଙ୍କ ମାଧ୍ୟମରେ ପ୍ରପୋଜାଲ ଆସିପାରେ, କିନ୍ତୁ ଶନିଙ୍କର ପ୍ରଭାବ ଥିବାରୁ ଡିଲେ ବା ଡିସିସନ୍ ନେବାରେ ସମୟ ଲାଗିପାରେ। ଯେଉଁମାନେ ମ୍ୟାରେଡ୍ କପୁଲ, ସେମାନଙ୍କର ସ୍ପିରିଚୁଆଲ୍ ଟ୍ରାଭେଲ୍ ହେବାର ଦେଖାଉଛି। ଜୀବନସାଥୀଙ୍କର ଆଡ଼ଭାଇସ୍ ଆପଣଙ୍କ ପାଇଁ ଲାଭକାରୀ ହେବ। ମଙ୍ଗଳ ରବିଙ୍କର ପ୍ରଭାବ ଥିବାରୁ ଇଗୋ ଏବଂ କ୍ରୋଧକୁ ନିୟନ୍ତ୍ରଣ କରିବା ନିହାତି ଦରକାର, ଉଭୟ ସ୍ୱାମୀ ସ୍ତ୍ରୀ। ଓଭରଅଲ୍ ଯଦି କହିବି ଏହି ମାସର ସ୍ଥିତି ଦେଖିବା, ତେବେ 60ରୁ 70% ପଜିଟିଭ୍ ରେଜଲ୍ଟ ଦାମ୍ପତ୍ୟ ଜୀବନରେ ମିଳିବ। କିନ୍ତୁ ଏହି ମାସରେ ଦାମ୍ପତ୍ୟ ଜୀବନରେ ଯାହା ବି କିଛି ଛୋଟ ମୋଟ ଆର୍ଗୁମେଣ୍ଟ ହେବ, ହେଲେ ସେଥିରେ ସମ୍ପର୍କ ଭାଙ୍ଗିବାର ସେମିତି କିଛି ଯୋଗ ନାହିଁ। ଧୀରେ ଧୀରେ ରିଲେସନସିପ୍ ଷ୍ଟେବୁଲ୍ ହୋଇଯିବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଏହି ଏପ୍ରିଲ ମାସରେ କର୍କଟ ରାଶିରେ କର୍ମ ଷ୍ଟାର୍ଟିଂରୁ ମିଶ୍ରିତ ଫଳ ଦେବ ଏବଂ ମାସର ଶେଷ ଭାଗକୁ ଉନ୍ନତିମୂଳକ ରହିବ। କର୍ମାଧିପତି ହେଲେ ମଙ୍ଗଳ, ରହୁଛନ୍ତି ନବମରେ। ନବମ ଭାବ ହେଉଛି ଭାଗ୍ୟ ଭାବ, ଧର୍ମର ଭାବ, ତେଣୁ ଜବ୍ରେ ଲକ୍ ଫେଭର୍ କରିବ। କିଛି ଲୋକଙ୍କର ଟ୍ରାନ୍ସଫର୍ ହୋଇପାରେ, ନ୍ୟୁ ରେସ୍ପନ୍ସିବିଲିଟି ମିଳିପାରେ କିମ୍ବା ନ୍ୟୁ ଫିଲ୍ଡରେ ସୁଯୋଗ ମିଳିପାରେ। ନବମ ଭାବରେ ଶନି ମଧ୍ୟ ରହୁଛନ୍ତି, ରବି ମଧ୍ୟ ରହୁଛନ୍ତି ମଙ୍ଗଳଙ୍କ ସହିତ। ଶନି ହେଲେ ହାର୍ଡ଼ୱାର୍କର କାରକ ଗ୍ରହ, ଡିସିପ୍ଲିନର କାରକ ଗ୍ରହ ଆଉ ବିଳମ୍ବର କାରକ ଗ୍ରହ। ସେହିପରି ରବି ହେଉଛନ୍ତି ଅଥରିଟିର କାରକ ଗ୍ରହ, ଗଭର୍ଣ୍ଣମେଣ୍ଟର କାରକ ଗ୍ରହ, ପ୍ରମୋସନର କାରକ ଗ୍ରହ। ଏଠି ଶନି ଏବଂ ରବିଙ୍କର ଯେଉଁ ସଂଯୋଗ ରହୁଛି ମଙ୍ଗଳଙ୍କ ସହିତ, ତେଣୁ କାମରେ ପ୍ରେସର ତ ରହିବ, ରେସ୍ପନ୍ସିବିଲିଟି ବଢ଼ିବ। ସିନିୟର ଅଫିସରଙ୍କ ସହିତ କେବେ କେବେ ଇଗୋ କ୍ଲାସ୍, ମନମୁଟାव ମଧ୍ୟ ରହିପାରେ। ଶନି ସପ୍ତମ କେନ୍ଦ୍ରର ଅଧିପତି ହୋଇ ଯେହେତୁ କର୍ମପତି ଯୁକ୍ତ ହୋଇଛନ୍ତି, ସ୍ଲୋ ବଟ୍ ଷ୍ଟେବୁଲ୍ ପ୍ରୋଗ୍ରେସ୍ ରହିବ କର୍ମକ୍ଷେତ୍ରରେ। ଯେଉଁମାନେ ପ୍ରାଇଭେଟ୍ ଜବ୍ କରିଛନ୍ତି, ପ୍ରାଇଭେଟ୍ ସେକ୍ଟରରେ ଅଛନ୍ତି, ୱାର୍କଲୋଡ଼ ତାଙ୍କର ରହିବ। ନ୍ୟୁ ପ୍ରୋଜେକ୍ଟ କିମ୍ବା ନ୍ୟୁ ରେସ୍ପନ୍ସିବିଲିଟି ମିଳିପାରେ। ଏପ୍ରିଲର ମଧ୍ୟଭାଗରୁ କ୍ୟାରିୟରରେ ଗ୍ରୋଥ୍ ଆରମ୍ଭ ହୋଇଯିବ। ଯେଉଁମାନେ ଜବ୍ ଚେଞ୍ଜ କରିବା ପାଇଁ ଭାବୁଥିଲେ, ସେମାନେ ଜବ୍ ଚେଞ୍ଜ କରିପାରନ୍ତି। ଯେଉଁମାନେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ୍ ହେଉଛନ୍ତି, ଯେହେତୁ କର୍ମପତି ଶନିଯୁକ୍ତ ଅଛନ୍ତି, ଟିକେ ଡିଲେ ହୋଇପାରେ। ଗଭର୍ଣ୍ଣମେଣ୍ଟ ପାଇଁ ଯେଉଁମାନେ ଏକ୍ଜାମ୍ ଦେଉଛନ୍ତି, ଇଣ୍ଟରଭ୍ୟୁ ଦେଉଛନ୍ତି, ଏପ୍ରିଲ 14 ପରେ ପଜିଟିଭ୍ ନ୍ୟୁଜ୍ ଆସିବ। କାହିଁକିନା ଏପ୍ରିଲ 14 ପରେ ରବି ରହିବେ କର୍ମସ୍ଥାନରେ, ଉଚ୍ଚସ୍ଥ ରହିବେ ମେଷରେ। ରବି ପାୱାରଫୁଲ୍ ରହିଲେ କ୍ୟାରିୟରରେ ରେକଗ୍ନିସନ୍ ବଢ଼ିବ। ବସ୍ ବା ସିନିୟରଙ୍କ ଠାରୁ ଆପଣଙ୍କୁ ସପୋର୍ଟ ମିଳିବ। ପ୍ରମୋସନ୍ ବା ପୋଜିସନ୍ ଇମ୍ପ୍ରୁଭ୍ ହେବାର ଚାନ୍ସ ମଧ୍ୟ ରହିବ। ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ଜବ୍ରେ ଲକ୍ ସାଥ ଦେବ। ଯେଉଁମାନଙ୍କ ମନରେ ପ୍ରଶ୍ନ ଅଛି କି ଏଇ ଏପ୍ରିଲରେ ଜବ୍ ହେବ କି ନାହିଁ, ତେବେ ଗ୍ରହସ୍ଥିତି ଯାହା କହୁଛି ପ୍ରାଇଭେଟ୍ରେ ଚାନ୍ସ ଅଧିକ ରହୁଛି। ଗଭର୍ଣ୍ଣମେଣ୍ଟ ପାଇଁ ଏଫର୍ଟ ଦରକାର, ପେସେନ୍ସ ଦରକାର। ଗଭର୍ଣ୍ଣମେଣ୍ଟ ଜବ୍ ହୋଇପାରିବ, ଚାନ୍ସ ବି ରହିଛି, କିନ୍ତୁ ପ୍ରାଇଭେଟ୍ ସେକ୍ଟରରେ ଅଧିକ ଚାନ୍ସ ରହିଛି। ଏପ୍ରିଲର ଲାଷ୍ଟ ୱିକ୍ରେ ଇଣ୍ଟରଭ୍ୟୁ କିମ୍ବା ସିଲେକ୍ସନ୍ ହୋଇଯାଇପାରେ। ଓଭରଅଲ୍ ଯଦି କହିବି, ଏହି ଏପ୍ରିଲ ମାସରେ କ୍ୟାରିୟରରେ ଷ୍ଟ୍ରଗଲ୍ ପରେ ସକ୍ସେସ୍ ମିଳିବ। ପ୍ରାଇଭେଟ୍ ସେକ୍ଟରରେ ଗ୍ରୋଥ୍ ଅଧିକ ଦେଖାଉଛି। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ, ସପ୍ତମାଧିପତି ହେଲେ ଶନି, ଅଛନ୍ତି ନବମରେ ରବି ମଙ୍ଗଳଙ୍କ ସହିତ। ଏହି ମାସରେ ବିଜନେସ୍ରେ କିଛି ଖାସ୍ ପ୍ରଭାବ ରହିବ। ନବମ ଭାବ ଭାଗ୍ୟ ଭାବ, ଲଙ୍ଗ୍ ଟ୍ରାଭେଲର ଭାବ, ବିଦେଶର ଭାବ, ତେଣୁ ବିଜନେସ୍ ଆଇଡ଼ିଆ, ଲଙ୍ଗ୍ ଡିଷ୍ଟାନ୍ସ ଡିଲ୍, ଅନଲାଇନ୍ ବିଜନେସ୍ରେ ଲାଭ ଆସିପାରେ। ତିନୋଟି ଯାକ ଗ୍ରହ ସଂଯୋଗ ଥିବାରୁ ବିଜନେସ୍ରେ କମ୍ପିଟିସନ୍ ଏ ମାସରେ ବଢ଼ିବ। ବିଜନେସ୍ ପାର୍ଟନରଙ୍କ ସହିତ ଇଗୋ ପ୍ରୋବ୍ଲେମ୍ ରହିପାରେ ବା ଡିସଏଗ୍ରିମେଣ୍ଟ ହୋଇପାରେ, କିନ୍ତୁ ଏଠି ମଙ୍ଗଳ ଏନର୍ଜି ଦେବ, ଯାହା ଆପଣଙ୍କୁ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାରେ ସାହସ ଦେବ। ତାପରେ 11 ଏପ୍ରିଲ ପରେ ବାଣିଜ୍ୟ କାରକ ଗ୍ରହ ବୁଧ ସପ୍ତମପତି ଯୁକ୍ତ ହୋଇ ନବମ ଭାବରେ ରହିବେ, ଯାହାଫଳରେ କି ବିଜନେସ୍ରେ କମ୍ୟୁନିକେସନ୍ ଏବଂ ମାର୍କେଟିଂ ଷ୍ଟ୍ରଙ୍ଗ ହେବ। ନୂଆ କ୍ଲାଏଣ୍ଟ ବା ଡିଲ୍ ଆସିପାରେ। ଏହି ମାସରେ ବିଶେଷ ଭାବରେ ଯେଉଁମାନେ ଅନଲାଇନ୍ ବିଜନେସ୍, ଏଜୁକେସନ୍ ରିଲେଟେଡ୍, କନସଲଟାନ୍ସି, ଟ୍ରାଭେଲିଂ, ଫରେନ୍ ରିଲେଟେଡ୍ ୱାର୍କ, ଡିଜିଟାଲ ମାର୍କେଟିଂ, ଟ୍ରେଡିଂ,
सब लाइन रे इनवल्व अछंती बिजनेस करूछंती तेबे लाभवान हेबे। एई एप्रिल मासर प्रथम 10 दिन नॉर्मल स्थिति रहिबो। एप्रिल 11 परे बिजनेस रे इंप्रूवमेंट अधिक देखौछि एवं प्रॉफिट आसीबार जोग मध्य रहउछि। जे माने कंस्ट्रक्शन रिलेटेड बिजनेस करूछंती शनि होउछंती कंस्ट्रक्शन नो कारक ग्रह एवं शनि मध्य सप्तमाधिपति नवम भाव रे रहउछंती। कंस्ट्रक्शन बिजनेस रे भाग्य सहयोग करिवो। लॉन्ग टर्म प्रोजेक्ट रु लाभ आसी पारे। लैंड डील बा बिल्डिंग कॉन्ट्रैक्ट मिल पारे। मंगल सहित शनिकर संयोग जेहेतु रोचे मंगल होउची लैंड इंजीनियरिंग कंस्ट्रक्शन कारक ग्रह तेणु कंस्ट्रक्शन फील्ड पई यह होउची स्ट्रांग जोग। तेणु एई मासरे बिल्डिंग रोड कॉन्ट्रैक्ट वर्क सिविल वर्क काम अधिक बढ़िबो। कंस्ट्रक्शन मटेरियल बिजनेस हार्डवेयर पेट्रोल डीजेल इलेक्ट्रोनिक्स आयरन मेशनरी यही सब व्यवसाय करुवा लोक मैंने अधिक लाभवान हो पारती। 11 एप्रिल पर बुध जेहेतु शनियुक्त हे नवम भाव में कॉन्ट्रैक्ट डील हेब डॉक्यूमेंटेशन भल हेब क्लाएंट कम्युनिकेशन भल रहिबो। लॉन्ग टर्म प्रोजेक्ट रे लाभर जोग रही। कंस्ट्रक्शन बिजनेस कॉन्ट्रैक्ट काम जो मान करछनी तांको पई एडवाइस रहिबो जे कोन पार्टनर सहित सपोर्ट स्टाफ सहित डिस्प्यूट रु दूरी रुहतु। गवर्नमेंट परमिशन पेपर वर्क भल भाव चेक करंतु कहीं लेबर इश्यूर संभावना टी रोचे बाकी ठीक ठाक रहिबो। कर्कट राशि व्यक्ति विशेष मान प्रतिकार कौन करेंगे कौन सी सोमवार दिन शिव को जलाभिषेक करंतु एवं क्षीर बेलपत्री लगी करंतु निजर नाम गोत्र अनुसार। कार्यक्षेत्र में सफलता पाइबापी शत्रु दमन पाई हनुमान 40 पाठ करंतु एवं शनिकर अशुभत्व ह्रास करने कला तिल सोरिष तेलर दान करंतु। आपणकर राश्याधिपति जेहेतु चंद्र चंद्रंकर बीज मंत्र जप करंतु। मंत्रटी है ओम श्रां श्रीं स्रौं स चंद्रमसे नमः। यह मंत्र को 21 थर दैनिक जप करंतु आपण पई शुभ रहिबो। बंधुगण यह थिला कर्कट राशि एप्रिल मासर भाग्यफल विषय विस्तृत आलोचना। जदि यह भिडियोटी भल लगी थाए तबे लाइक कमेंट शेयर करिया पई जमार भी भूलिबे नहीं। पुणी आसबि आउ एक नुआ अध्याय को नहीं से पर्यंत रहूची नमस्कार।